ଶ୍ରୀ ଜଗନ୍ନାଥ 32 ସିଂହାସନର 29 ନମ୍ବର ପୁତ୍ତଳିକା ହେଲା ମାନବତୀ। ସେହି ପୁତ୍ତଳିକା ମାନବତୀ ଭୋଜରାଜାଙ୍କୁ କ'ଣ କହିଲା ବିକ୍ରମାଦିତ୍ୟଙ୍କ ବିଷୟରେ ଆସନ୍ତୁ ଶୁଣିବା। ପୁତ୍ତଳିକା ମାନବତୀ। ରାଜା ବିକ୍ରମାଦିତ୍ୟ ବେଶ ବଦଳାଇ ରାତିରେ ବୁଲାବୁଲି କରୁଥିଲେ। ଏମିତି ଦିନେ ବୁଲୁ ବୁଲୁ ସେ ଗୋଟେ ନଦୀ କୂଳରେ ପହଞ୍ଚିଲେ। ଜହ୍ନରାତିରେ ନଦୀର ଜଳ ଚକଚକ୍ କରୁଥିବା ବେଳେ ଅତି ସୁନ୍ଦର ଦୃଶ୍ୟ ସୃଷ୍ଟି ହେଉଥିଲା। ବିକ୍ରମ ଚୁପଚାପ ନଦୀ କୂଳରେ ଛିଡ଼ା ହୋଇଥିଲେ। ସେତିକିବେଳେ ତାଙ୍କ କାନରେ ପଡ଼ିଲା ବଞ୍ଚାଅ ବଞ୍ଚାଅ, ଜୋରଦାର ଗୋଟେ ଶବ୍ଦ। ସେ ଶବ୍ଦ ଶୁଣିକି ସେଇପଟକୁ ଦୌଡ଼ିକି ଗଲେ ଯେଉଁପଟେ ଶବ୍ଦ ଆସୁଥିଲା। ଦେଖିଲେ ନଦୀର ପ୍ରଖର ସ୍ରୋତ ସହିତ ସଂଘର୍ଷ କରୁଥିବା 2 ଜଣ ବ୍ୟକ୍ତି। ଭଲ ଭାବରେ ଦେଖିବାରୁ ଜଣାପଡ଼ିଲା ଜଣେ ଯୁବକ ଆଉ ଜଣେ ଯୁବତୀ ପହଁରି ପହଁରି କୂଳକୁ ଆସିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ନଦୀର ସ୍ରୋତ ସେମାନଙ୍କୁ ଭସେଇ ନେଉଛି। ବିକ୍ରମ ଅତି ଚଞ୍ଚଳତାର ସହିତ ନଦୀକୁ ଡେଇଁ ପଡ଼ିଲେ ଏବଂ ଉଭୟଙ୍କୁ ଧରି କୂଳକୁ ନେଇ ଆସିଲେ। ଯୁବତୀଙ୍କ ଅଙ୍ଗେ ଅଙ୍ଗେ ଯୌବନ ଭରି ରହିଥିଲା। ସେ ଅତ୍ୟନ୍ତ ରୂପସୀ ଥିଲେ। ତାଙ୍କ ରୂପ ଦେଖିଲେ ଅପ୍ସରାମାନେ ମଧ୍ୟ ଲଜ୍ଜିତ ହୋଇଯିବେ। କୌଣସି ତପସ୍ୱୀ ମଧ୍ୟ ତାଙ୍କୁ ପାଖରେ ପାଇଲେ ନିଜ ତପସ୍ୟା ଛାଡ଼ିଦେଇ ଗୃହସ୍ଥ ହୋଇ ତାଙ୍କ ସହ ଜୀବନ ବିତେଇବାକୁ କାମନା କରିବ। ଦୁହେଁ କୃତଜ୍ଞ ହୋଇ ନିଜ ଜୀବନ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ଚାହିଁ ରହିଥିଲେ। ଯୁବକ ଜଣକ କହିଲେ ସେ ନିଜ ପରିବାର ସହିତ ନୌକାରେ କେଉଁଆଡ଼େ ଯାଉଥିଲେ। ନଈ ମଝିରେ ସେମାନେ ଭଉଁରୀକୁ ଦେଖିପାରିଲେନି। ଫଳରେ ସେମାନଙ୍କ ନୌକା ଭଉଁରୀରେ ଫସିଗଲା। ଭଉଁରୀରୁ ବାହାରିବା ପାଇଁ ସେମାନେ ଅନେକ ଚେଷ୍ଟା କଲେ, କିନ୍ତୁ ସଫଳ ହେଲେ ନାହିଁ। ତାଙ୍କ ପରିବାରର ସମସ୍ତ ସଦସ୍ୟ ସେ ଭଉଁରୀରେ ବୁଡ଼ିଗଲେ, କିନ୍ତୁ ସେ ଦୁହେଁ କୌଣସି ପ୍ରକାର ଏଠାକୁ ପହଁରି ଆସିବାରେ ସଫଳ ହେଲେ। ରାଜା ସେମାନଙ୍କ ପରିଚୟ ପଚାରିବାରୁ ଯୁବକ କହିଲେ ସେମାନେ 2 ଜଣ ଭାଇ ଭଉଣୀ ଏବଂ ସାରଙ୍ଗ ଦେଶର ବାସିନ୍ଦା। ବିକ୍ରମ କହିଲେ ସେମାନଙ୍କୁ ସକୁଶଳ ନିଜ ଦେଶକୁ ପଠାଇ ଦିଆଯିବ। ତାପରେ ସେ ସେମାନଙ୍କୁ ନିଜ ସହିତ ଚାଲିବାକୁ କହିଲେ ଏବଂ ନିଜ ପ୍ରାସାଦ ଆଡ଼କୁ ଚାଲିଲେ। ରାଜପ୍ରାସାଦ ନିକଟରେ ପହଞ୍ଚିବା ପରେ ପ୍ରହରୀବାରେ ବିକ୍ରମଙ୍କୁ ଚିହ୍ନି ପ୍ରଣାମ କଲେ। ଯୁବକ ଯୁବତୀ ସେତେବେଳକୁ ଜାଣିପାରିଲେ ଯେ ନିଜ ଜୀବନକୁ ଖାତିର ନ କରି ସେମାନଙ୍କ ଜୀବନକୁ ବଞ୍ଚାଇଥିବା ବ୍ୟକ୍ତି ଜଣକ ହେଲେ ସ୍ୱୟଂ ମହାରାଜାଧିରାଜ ବିକ୍ରମାଦିତ୍ୟ। ଏବେ ସେମାନେ ଆହୁରି କୃତଜ୍ଞତା ଭରା ଆଖିରେ ମହାରାଜାଙ୍କୁ ଚାହିଁ ରହିଲେ। ପ୍ରାସାଦରେ ପହଞ୍ଚି ସେ ଚାକର ବାକରଙ୍କୁ ତାଙ୍କର ସେବକମାନଙ୍କୁ ଡାକିଲେ ଏବଂ ସମସ୍ତ ସୁବିଧା ସହିତ ସେମାନଙ୍କର ରହିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଲେ। ଏବେ ସେ ଦୁହିଁଙ୍କ ମନ ମହାରାଜାଙ୍କ ପ୍ରତି ଆହୁରି ଆଦର ଭାବରେ ଭରିଗଲା। ସେହି ଯୁବକ ନିଜ ଭଉଣୀର ବିବାହ ପାଇଁ ବହୁତ ଚିନ୍ତିତ ରହୁଥିଲେ। ତାଙ୍କ ଭଉଣୀ ରାଜକୁମାରୀମାନଙ୍କ ଅପେକ୍ଷା ମଧ୍ୟ ଅଧିକ ସୁନ୍ଦରୀ ଥିଲେ। ତେଣୁ ସେ ଚାହୁଁଥିଲେ କି କୌଣସି ରାଜାଙ୍କ ସହିତ ତାଙ୍କ ଭଉଣୀର ବିବାହ ହେଉ, କିନ୍ତୁ ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା ଏବଂ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରୁନଥିଲେ। ସେ ଯେତେବେଳେ ସଂଯୋଗବଶତଃ ରାଜା ବିକ୍ରମାଦିତ୍ୟଙ୍କ ସହ ତାଙ୍କର ଭେଟ ହେଲା, ସେ ଭାବିଲେ ସେ କାହିଁକି ବିକ୍ରମଙ୍କୁ ତାଙ୍କ ଭଉଣୀଙ୍କ ବିବାହ ପାଇଁ ପ୍ରସ୍ତାବ ଦେବେନି। ଏଇ ବିଚାର ତାଙ୍କ ମନରେ ଆସିବା ମାତ୍ରେ ସେ ନିଜ ଭଉଣୀକୁ ପ୍ରସ୍ତୁତ ହେବାକୁ କହିଲେ ଏବଂ ତାଙ୍କୁ ସାଙ୍ଗରେ ନେଇ ରାଜପ୍ରସାଦରେ ରାଜାଙ୍କୁ ଭେଟିବାକୁ ଗଲେ। ତାଙ୍କ ଭଉଣୀ ଯେତେବେଳେ ସଜବାଜ ହୋଇ ବାହାରିଲେ ତାଙ୍କ ରୂପ ଦେଖିବା ଭଳି ଥିଲା। ତାଙ୍କ ରୂପରେ ଦେବତାମାନେ ମଧ୍ୟ ମୋହିତ ହୋଇଯିବେ, ମନୁଷ୍ୟ କଥା ତ ଛାଡ଼ନ୍ତୁ। ଯେତେବେଳେ ସେ ରାଜପ୍ରସାଦକୁ ଆସିଲେ ବିକ୍ରମ ତାଙ୍କର ହାଲଚାଲ ପଚାରିଲେ ଏବଂ କହିଲେ ସେମାନଙ୍କର ଯିବାର ସମସ୍ତ ବ୍ୟବସ୍ଥା ସେ କରିଦେଇଛନ୍ତି। ସେ ରାଜାଙ୍କ ପ୍ରତି କୃତଜ୍ଞତା ଜଣାଇଲେ, କହିଲେ କି ସେମାନଙ୍କ ଉପରେ ଯେଉଁ ଉପକାର କରାଯାଇଛି ତାହା ସେମାନେ ସାରା ଜୀବନ ଭୁଲିବେ ନାହିଁ। ତାପରେ ଯେ ଯୁବକ ଜଣକ ବିକ୍ରମଙ୍କୁ ଏକ ଛୋଟ ଉପହାର ଗ୍ରହଣ କରିବାକୁ ଅନୁରୋଧ କଲେ। ରାଜା ହସି ହସି ନିଜର ଅନୁମତି ଦେଲେ। ରାଜାଙ୍କୁ ପ୍ରସନ୍ନ ଦେଖିକି ସେ ଭାବିଲେ କି ରାଜା ତାଙ୍କ ଭଉଣୀଙ୍କ ଉପରେ ମୋହିତ ହୋଇଛନ୍ତି। ତାଙ୍କର ସାହସ ବଢ଼ିଗଲା। ସେ କହିଲେ ସେ ନିଜ ଭଉଣୀଙ୍କୁ ତାଙ୍କ ଉପହାର ସ୍ୱରୂପ ଦେବାକୁ ଚାହୁଁଛନ୍ତି। ବିକ୍ରମାଦିତ୍ୟ କହିଲେ ତାଙ୍କ ଉପହାର ତାଙ୍କୁ ଗ୍ରହଣୀୟ। ଏବେ ଯୁବକଙ୍କର ପୁରା ବିଶ୍ୱାସ ହେଇଗଲା କି ବିକ୍ରମ ତାଙ୍କ ଭଉଣୀଙ୍କୁ ରାଣୀ କରିବେ। କିନ୍ତୁ ସେତିକି ବେଳେ ରାଜା କହିଲେ ଆଜିଠାରୁ ତୁମ ଭଉଣୀ ରାଜା ବିକ୍ରମାଦିତ୍ୟଙ୍କ ଭଉଣୀ ଭାବରେ ଜଣାଶୁଣା ହେବ ଏବଂ ତାଙ୍କ ପାଇଁ ଏକ ଯୋଗ୍ୟ ବର ଖୋଜି ମୁଁ ତାଙ୍କର ବିବାହ ବହୁତ ଜାକଜମକରେ କରିବି। ସେ ବିକ୍ରମଙ୍କ ମୁହଁକୁ ଚାହିଁ ରହିଲା। ଯୁବକ ଜଣକ ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା ଯେ ତା ଭଉଣୀର ସୌନ୍ଦର୍ଯ୍ୟକୁ ଅଣଦେଖା କରି ବିକ୍ରମ ତାକୁ ଭଉଣୀ ରୂପେ ଗ୍ରହଣ କରିବେ।
କୌଣସି ଐଶ୍ୱର୍ଯ୍ୟଶାଳୀ ରାଜା କ'ଣ ବିଷୟ ବାସନାରୁ ଏତେ ଊର୍ଦ୍ଧ୍ୱରେ ରହିପାରନ୍ତି? ଅଳ୍ପ ସମୟ ପରେ ସେ ସଂଯତ ହୋଇ କହିଲା, ଉଦୟଗିରିର ରାଜକୁମାର ଉଦୟନ ତା ଭଉଣୀର ସୌନ୍ଦର୍ଯ୍ୟରେ ମୋହିତ ଏବଂ ତାକୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ରାଜା ଜଣେ ପଣ୍ଡିତଙ୍କୁ ଡକାଇଲେ ଏବଂ ପ୍ରଚୁର ଧନ ଭେଟି ସ୍ୱରୂପ ଦେଇ ଉଦୟଗିରି ରାଜ୍ୟକୁ ବିବାହ ପ୍ରସ୍ତାବ ପଠାଇଲେ। ପଣ୍ଡିତ ସେଦିନ ସନ୍ଧ୍ୟାରେ ଫେରିଲେ ଏବଂ ତାଙ୍କ ମୁହଁ ଶୁଖି ଯାଇଥିଲା। ସେ ଭୟଭୀତ ଥିଲେ। ପଚାରିବା ପରେ ସେ କହିଲେ ଯେ ବାଟରେ କିଛି ଡକାୟତ ତାଙ୍କୁ ଘେରି ଯାଇ ସବୁ କିଛି ଲୁଟି ନେଇଛନ୍ତି। ଏକଥା ଶୁଣି ରାଜା ସ୍ତବ୍ଧ ହୋଇଗଲେ। ଏତେ ଭଲ ଶାସନ ବ୍ୟବସ୍ଥା ସତ୍ତ୍ୱେ ଡକାୟତମାନେ କିପରି ସକ୍ରିୟ ହୋଇଗଲେ? ସେ ଆଶ୍ଚର୍ଯ୍ୟ ହେଲେ। ଏଥର ସେ ପଣ୍ଡିତଙ୍କୁ କିଛି ଅଶ୍ୱାରୋହୀଙ୍କ ସହ ଧନ ଦେଇ ପଠାଇଲେ। ସେହି ରାତିରେ ବିକ୍ରମ ବେଶ ବଦଳାଇ ସେହି ଡକାୟତମାନଙ୍କ ସନ୍ଧାନରେ ବାହାରିଲେ। ସେହି ନିର୍ଜନ ସ୍ଥାନରେ ପହଞ୍ଚିଲେ ଯେଉଁଠାରେ ପଣ୍ଡିତଙ୍କୁ ଲୁଟ୍ କରାଯାଇଥିଲା। ସେଠାରେ ସେ 4 ଜଣ ଲୋକ ବସିଥିବାର ଦେଖିଲେ। ରାଜା ବୁଝିଗଲେ ସେମାନେ ହିଁ ଲୁଟେରା। ସେମାନେ ବିକ୍ରମଙ୍କୁ କୌଣସି ଗୋଇନ୍ଦା ବୋଲି ଭାବିଲେ। ରାଜା ସେମାନଙ୍କୁ ଭୟ ନ କରିବାକୁ କହିଲେ ଏବଂ ନିଜକୁ ମଧ୍ୟ ସେମାନଙ୍କ ଭଳି ଜଣେ ଚୋର ବୋଲି ପରିଚୟ ଦେଲେ। ଏହା ଶୁଣି ସେମାନେ କହିଲେ ଯେ ସେମାନେ ଚୋର ନୁହନ୍ତି, ବରଂ ସମ୍ମାନୀୟ ଲୋକ ଏବଂ କୌଣସି ବିଶେଷ ବିଷୟରେ ଆଲୋଚନା ପାଇଁ ନିର୍ଜନ ସ୍ଥାନକୁ ଆସିଛନ୍ତି। ରାଜା ସେମାନଙ୍କୁ ବାହାନା ନ କରିବାକୁ କହିଲେ ଏବଂ ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଅନୁରୋଧ କଲେ। ଯେତେବେଳେ ଚୋରମାନେ ପ୍ରକାଶ କଲେ ଯେ ସେମାନଙ୍କ 4 ଜଣଙ୍କ ପାଖରେ 4ଟି ଅଲଗା ଅଲଗା ଗୁଣ ଅଛି, ଜଣେ ଚୋରି ପାଇଁ ଶୁଭ ମୁହୂର୍ତ୍ତ ବାହାର କରୁଥିଲା, ଦ୍ୱିତୀୟ ଜଣକ ପଶୁପକ୍ଷୀଙ୍କ ଭାଷା ବୁଝୁଥିଲା, ତୃତୀୟ ଜଣକ ଅଦୃଶ୍ୟ ହେବାର କଳା ଜାଣିଥିଲା ଏବଂ ଚତୁର୍ଥ ଜଣକ ଭୟଙ୍କର ଯନ୍ତ୍ରଣା ପାଇଲେ ମଧ୍ୟ ପାଟିରୁ ଶବ୍ଦ କରୁନଥିଲା। ବିକ୍ରମ ସେମାନଙ୍କ ବିଶ୍ୱାସ ଜିତିବା ପାଇଁ କହିଲେ, ମୁଁ ଯେକୌଣସି ସ୍ଥାନରେ ଲୁଚି ରହିଥିବା ଧନ ଦେଖିପାରେ। ଯେତେବେଳେ ସେମାନେ ଏହି ବିଶେଷତ୍ୱ ଶୁଣିଲେ, ସେମାନେ ବିକ୍ରମଙ୍କୁ ନିଜ ଦଳରେ ସାମିଲ କରିନେଲେ। ତାପରେ ସେମାନେ ନିଜ ପ୍ରାସାଦର ଏକ ଅଂଶରେ ଚୋରି କରିବାକୁ ଯୋଜନା କଲେ। ସେହି ସ୍ଥାନରେ ରାଜକୀୟ କୋଷାଗାରର କିଛି ଧନ ଲୁଚା ଯାଇଥିଲା। ସେ ଚୋରମାନଙ୍କୁ ସେଠାକୁ ନେଇଗଲେ, ଯାହା ଦେଖି 4 ଜଣ ଯାକ ଚୋର ଭାରି ଖୁସି ହେଲେ। ସେମାନେ ଖୁସିରେ ସବୁ ସାମଗ୍ରୀ ଝୋଲିରେ ଭର୍ତ୍ତି କଲେ ଏବଂ ବାହାରକୁ ଆସିବା ସମୟରେ ସତର୍କ ପ୍ରହରୀମାନେ ସେମାନଙ୍କୁ ଧରି ନେଲେ। ସକାଳେ ଯେତେବେଳେ ସେମାନଙ୍କୁ ବନ୍ଦୀ କରି ରାଜଦରବାରରେ ହାଜର କରାଗଲା, ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ନିଜର ପଞ୍ଚମ ସାଥୀକୁ ସିଂହାସନରେ ବସିଥିବାର ଦେଖିଲେ। ସେମାନେ ନିଃଶବ୍ଦ ହୋଇ ରାଜଦଣ୍ଡକୁ ଅପେକ୍ଷା କଲେ, କିନ୍ତୁ ବିକ୍ରମ ସେମାନଙ୍କୁ କୌଣସି ଦଣ୍ଡ ଦେଲେ ନାହିଁ। ସେମାନଙ୍କୁ ଅଭୟଦାନ ଦେଇ ସେ ଅପରାଧ ନ କରିବାକୁ ପ୍ରତିଶ୍ରୁତି ନେଲେ ଏବଂ ନିଜ ଗୁଣକୁ ଲୋକଙ୍କ ଭଲ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲେ। 4 ଜଣ ଯାକ ମନେ ମନେ ରାଜାଙ୍କ ମହାନତାକୁ ସ୍ୱୀକାର କଲେ ଏବଂ ଭଲ ମଣିଷ ପରି ଜୀବନଯାପନ କରିବାକୁ ନିଷ୍ପତ୍ତି ନେଲେ। ରାଜା ସେମାନଙ୍କୁ ସେନାରେ ନିଯୁକ୍ତ କଲେ। ଉଦୟନ ମଧ୍ୟ ରାଜା ବିକ୍ରମଙ୍କ ଧର୍ମ ଭଉଣୀକୁ ବିବାହ କରିବା ପ୍ରସ୍ତାବକୁ ଖୁସିରେ ଗ୍ରହଣ କରିନେଲେ। ଶୁଭ ମୁହୂର୍ତ୍ତରେ ବିକ୍ରମାଦିତ୍ୟ ବହୁତ ଜାକଜମକରେ ତାଙ୍କ ବିବାହ ଉଦୟନଙ୍କ ସହ ସମ୍ପନ୍ନ କଲେ, ଯେପରି ଜଣେ ରାଜକୁମାରୀର ବିବାହ ହୋଇଥାଏ। ଏହି କାହାଣୀଟି କହି ପୁତ୍ତଳିକା ରାଜା ଭୋଜଙ୍କୁ ପଚାରିଲା, ହେ ରାଜା ଭୋଜ, ଆପଣ କ'ଣ ବିକ୍ରମାଦିତ୍ୟଙ୍କ ପରି ଏପରି ମହାନ ହେଇପାରିବେ କି? ଯଦି ହେଇପାରିବେ ତେବେ ଏ ସିଂହାସନରେ ବସିବାକୁ ଯୋଗ୍ୟ ହୋଇପାରିବେ। ଏତିକି କହି ପୁତ୍ତଳିକାଟି ଆକାଶକୁ ଉଡ଼ିଗଲା। ମୋ ସହ ଯୋଡ଼ି ହେଇ ରୁହନ୍ତୁ। ଆହୁରି ଅନେକ କାହାଣୀ, ଅନେକ କବିତା, ଅନେକ ଗୀତ ଶୁଣିବା। ଧନ୍ୟବାଦ।